ସାଙ୍ଗମାନେ ଯଦି ଦେଖେଇଲି କିନ୍ତୁ ମୋର ସବୁ ଗୋଳାଗୋଳି କରି ରଖିଦେଇଛି। ଆପଣଙ୍କୁ ଦେଖେଇ ସାରିକି ତାପରେ ମୁଁ ନିଜ ମୁହଁ ନିଜେ ଦେଖେଇଲି। ଆଉ ମୁଁ ଏପଟେ ଗୋଟେ ହାତରେ ମୋବାଇଲ ଧରିଛି, ଗୋଟେ ହାତରେ କରୁଛି, ଆଉ ମୁଁ ଦେଖେଇ ପାରୁନି ନା। ଆଉ ଏବେ ଏଇଠି ସବୁ ଠିକ୍ ଠାକ୍ କରିଦେଇଛି। କୋବି ଫୋବି ବଏଲ୍ କରିକିରି ତାକୁ ସବୁ ମେରିନେଟ୍ କରି ରଖିଦେଇ ଫ୍ରିଜ୍ରେ। ଆଜି ମୁଁ 4ଟା ବେଳକୁ ଯିବି ଦୋକାନକୁ। 4ଟା ବେଳେ ଗଲେ ସେଇଠି ମୁଁ ଆଉ ସବୁ ଆପଣଙ୍କୁ ଦେଖେଇବି କ'ଣ କେମିତି କ'ଣ କରିଛି। ତାପରେ ମୁଁ ଆଗକୁ ବଢ଼ିବି। କିନ୍ତୁ ଆପଣ ହାତରେ କଥା ନହେଲେ ନା ଭଲ ଲାଗେନି ପରା। ମୁଁ 4ଟା 5ଟା ରାତିରୁ ଉଠିକିରି ମୁଁ ଆଗେ ସମସ୍ତଙ୍କୁ ଗୁଡ଼୍ ମର୍ଣ୍ଣିଂ ଗୁଡ଼୍ ଲାଇଟ୍ ସବୁ କିଛି ଯାହା ଲେଖିକି ପଠାଇବା କଥା ପଠାଇ ଦେଉଛି। ମୋର ବି ଫଟୋଟେ ବି 3ଟା 4ଟା ଖଣ୍ଡେ ମୋତେ ଟାଇମ୍ ହେଉନି, ତାପରେ ମୁଁ ପଠାଇ ଦେଉଛି। ଆଉ ଭିଡ଼ିଓଟେ 2 ଦିନ ହେଲା କରିପାରୁନି। ଆଉ ସେଇ ଭିଡ଼ିଓକୁ ମୁଁ ତ ଯେମିତି କରି ଗାର୍ଡିଂ କରି ପଠାଇ ଦେଉଛି। ଆଉ ୟା ପରେ ମୁଁ ଭିଡ଼ିଓ ସବୁ କରିବି। ଆଉ କ'ଣ କରିବା, ଆଉ ସବୁ ତ ଜଣା। ଆଉ ଶାଶୁ ମା ତ ଅଛନ୍ତି ଜାଣିଛନ୍ତି, କିଛି ଶାଶୁ ମା ହେଠି ଝିଅ ଘରେ ରହିଲା ବେଳେ ସବୁ କରୁଛନ୍ତି, ଏ ଭୁବନେଶ୍ୱରରେ ରହିଛନ୍ତି। ଆଉ ମୋ ଘର ହେଲେ କିଛି ବି ଗୋଟେ ଝାଡ଼ୁ ମୁଠାଟା ଧରିବେନି, ଆଉ କି ମାନେ ଗୋଟେ ବିସ୍ତରା ଯଦି ପାରି ଶୋଇଥିବେ ସେ ବି ଉଠେଇବେନି, କି ଲୁଗା ଖଣ୍ଡେ ବି ଶୁଖେଇବେନି। ମୁଁ ବହୁତ ହଇରାଣ ହେଉଛି। କ'ଣ କରିବି ସାଙ୍ଗମାନେ, କରିବାକୁ ବାଧ୍ୟ। କରିବାର କିଛି ଦୁଃଖ ନାହିଁ। ଆଉ ଯଦି ବୋହୂଟା ଯଦି ଝିଅ ଭଳିଆ ଦେଖିଲେ ନା, ଆଉ ବୋହୂଟା ମନ ବହୁତ ଟିକେ ଖୁସି ରହିବ। ଆଉ ଏପଟେ ବୋହୂ କରିଚାଲିଥିବ, ସେପଟେ ଶାଶୁ ନଣନ୍ଦ ବସିକିରି ଆଡ଼ା ଲଗେଇ ଚାଲିଥିବେ। ଏରା ସବୁ ଘର କଥା କହୁନି, ମୁଁ ମୋ ଘର କଥା କହୁଛି। ଆଉ ମୋ ଶାଶୁଟା 100ରେ 100 ଗୁଣରେ, ଆଉ କ'ଣ କହିବି, ଅଧିକ ନାହିଁ। ଆଉ ସିଏ ମୋତେ ଗୋଟେ ଖଣ୍ଡା ନାଗୁଣି। ସିଏ ମୋତେ ଶାନ୍ତିରେ ରଖେଇ ଦିଅନ୍ତିନି। ସେ ଯାଇଛନ୍ତି ଗାଧୋଇ ବୋଲି ମୁଁ ଆପଣଙ୍କ ହାତରେ କଥା ହେଇ ସେୟାର ହେଉଛି। ଗଲେ ମୋତେ କଞ୍ଚା ଢୋକି ଦେବେ। ତୁମେ ଜାଣିନ ସେ ମା ତା ଝିଅ କ'ଣ କରିବ ନା, ଆସି ମୋ ଚୁଟି କାରା କରିକି ମାରିବ। ହେଇ ରାଗରେ ମୁଁ ଘର ଦ୍ୱାର ଛାଡ଼ିକିରି ନା ଗାଁ ଗଣ୍ଡାରୁ ନୟାଗଡ଼ ଯିବି। ମୋର ରାଜସୁନାଖଳା ବାପଘର, ଆଉ ଖଣ୍ଡପଡ଼ା ହେଉଛି ଶାଶୁଘର। ଏଠି ବହୁତ ହଇରାଣ କରିବା ମାରଧର କଲେ ନା ମା ସାଙ୍ଗମାନେ। ମୁଁ ରାଗରେ ଭୁବନେଶ୍ୱର ଆସିକି ରହିଛି। ଏଠି ରହିଛି, ବହୁତ ଭଲରେ ରହିଛି। ଆଉ ଯେତେବେଳେ ଆସୁଛି ନା ସେ ନାଗୁଣି ମୋତେ ବହୁତ କଷ୍ଟ ଦେଉଛି। ରଖୁଛି। ଜୟ ଜଗନ୍ନାଥ ସାଙ୍ଗମାନେ, ପଛରେ କଥା ହେବା, ଘର ବିଷୟରେ ପଛରେ କଥା ହେବା।